ଜଗନ୍ନାଥ। ଆଜି ବାବା ଗୋଟେ ଭଲ କଥା ମନେ ରଖିଥା। ଟିଭିରେ ନେଇ ମଝି ନଈରେ କଲାଣି, କିନ୍ତୁ ଆମେ କେହି ଜାଣିପାରୁ ନାହୁଁ। କୋଠା ଉପରେ କୋଠା ହଉଛି, ହଉନି? ସୁଧିଆ କାରବାର ହଉଛି, ବ୍ୟାଙ୍କ ବାଲାନ୍ସ ବି ହଉଛି। ଏରା ସବୁ କଣ କହିଲ ନା ମୃତ୍ୟୁର ଲକ୍ଷଣ। ଗ୍ରାମେ ଗ୍ରାମେ କୋଠା ଛତୁ ଫୁଟିଯିବ, ନୟନ ଦେଖିବ ଯାଇ କ୍ଷଣକ ମଧ୍ୟରେ ରସାନ୍ତଳ ହେବ, ରଖି ନ ପାରିବେ କି। ଚାଳ ଘର ଥିଲେ ଭୂମିକମ୍ପ ହେଲେ ରକ୍ଷା ହେଇଯିବ, କୋଠା ଘର ଥିଲେ ରଖିପାରିବେ? ଗ୍ରାମେ ଗ୍ରାମେ କୋଠା ଛତୁ ଫୁଟିଯିବ। 1999 ମସିହା ବାତ୍ୟା ହେଲା, ତାପରେ ଗାଁ ଗାଁରେ କୋଠା ହେଇଗଲା। ଆଉ ଚାଳ ଘର ଅଛି? ମହାପୁରୁଷ ଯାହା ଲେଖିଥିଲେ ଠିକ ନା ଭୁଲ? ଫେରେ ତା ବିପରୀତରେ ଲେଖିଛନ୍ତି। ଏ କୋଠାର ଫେରେ ଗୋଟେ ଉଲ୍ଟା ଲେଖିଛନ୍ତି। ଉଭା ଧନ ତକ ରଜା ହରି ନେବ, ପୋତା ହରିବ ବାସୁକି, ବଡ ବଡିଆ ଯେ କେହି ନ ରହିବେ, ବୁଝିଲୁ ଯେ ରାମ ଚୁକି। ଯୋଉ ଉଭାଧନ ମାନେ ବ୍ୟାଙ୍କ ବାଲାନ୍ସ, ଆକୁ କଣ ହେଇଯିବ? ରଜା ନେଇଯିବେ। ଏଡି ସବୁ ଆରମ୍ଭ ହେଇଗଲାଣି। ପୋତା ହରିବେ ବାସୁକି, ଯୋଉ କୋଠା ଗୁଡା ସବୁ କଣ ଏସବୁ ପୋତା ହେଲା। ଏମିତି ଯୁଗେ ଯୁଗେ କେତେ ବିଲ୍ଡିଂ ଯାଇଛି ନା। ଜଳେ ଦ୍ୱାରିକା ନାଶ ଯିବ, କେବଳ ମୋ ନିବାସ ଥିବ, ଯାଇନାଇ ନା। ତେଣୁ ଉପରକୁ ଆଇଲେ ବାଘ ଖାଇବ, ପାଣିକି ଗଲେ କିମିର ଖାଇବ। ତାର ବଞ୍ଚିବା କେମିତି? ପ୍ରଶ୍ନ ରହିଲା, ତାକୁ ପଛରେ ସମାଧାନ କରିବା। ଉପରକୁ ଗଲେ କଣ କହିବ? ବାଘ ଖାଇବ। ପାଣିକି ଗଲେ ତାହେଲେ ବଞ୍ଚିବ କେମିତି? ଏଟା ଢେକ ନୁହଁ, ଗୁରୁ ଜ୍ଞାନ। ତାକୁ ପଛରେ ତମକୁ କହିବି। କହିବାର ତାତ୍ପର୍ଯ୍ୟ, ଆସି ହେଲା ମୀନ ଶନି, ମାର୍ଚ୍ଚ 29 ତାରିଖ ଶନିବାର ପଡୁଛି। ଅନେକ ଗବେଷକ କୁହନ୍ତି ଗୁରୁବାର। ଦ୍ୟାଟ ଇଜ ରଙ୍ଗ। ଗୁରୁବାର ଯୋଉଟାକୁ ମହାପୁରୁଷ ଲେଖିଛନ୍ତି, ସେ ଲେଖିଛନ୍ତି ମୁକୁନ୍ଦ ଦେବଙ୍କ 32 ଠାବରୁ 34 ପର୍ଯ୍ୟନ୍ତେ ହେବ ମୀନ ଶନି, ଶୁଣ ଶାକମ୍ବରୀ ଚେତିବେ କଳଙ୍କି ଭକ୍ତେ। କିଏ କହିଲେ? ଭୀମ ଭୋଇ କହିଲେ। ସମୟ ନିକଟ ବୋଲି ଖାଲି ତରତରି ହାଇ କହିଦଉଛି ହେଲା। ଅଚ୍ୟୁତ କଣ କହିଲେ? ମେଷକୁ ବୃଷର ସଙ୍ଗେ ମିଶାଇବୁ, ମିଥୁନରେ ପ୍ରକାଶିଣ, ସପ୍ତର୍ଷି ମଣ୍ଡଳ ଦକ୍ଷିଣରେ ରେଖ, ସନ୍ଦେହ ନ କର ପୂର୍ଣ। ମୀନ ଶନି ଗୁରୁ 12ରେ ପଡିବ, ଏହି ଅଙ୍କେ ଧ୍ରୁବ ଧ୍ରୁବ, ମିଥୁନ ମାସରେ 13 ଦିନିଆ ପକ୍ଷ କାଳ ଧରିତ୍ରୀ ଘସିବ। 2054 ମସିହାରେ ଯୋଉ ଶନି ଚଳନ ହବ, ସେଇଟା ଶନି ଚଳନ ଯୋଉ ହବ ସେଇଟା ଗୁରୁବାର ପଡିବ। ଆଉ ସେତେବେଳେ ମଧ୍ୟ 13 ଦିନ, ମିଥୁନ ମାସରେ 13 ଦିନିଆ ପକ୍ଷଟା ପଡୁଛି। ଏଟା ଆମେ ଗବେଷଣା କରି ଦେଖି ସାରିଛୁ। କିନ୍ତୁ ଏ ଯୋଉ ମୀନ ଶନି ଉପରେ ଆମେ କାହିଁକି କହୁଛୁ ହେଲା। ମହାପୁରୁଷ ଲେଖିଛନ୍ତି 52 ଅଙ୍କରେ ମଧ୍ୟ ଗୋଟେ ମୀନ ଶନି ପଡିବ। ସେ ଏପିସୋଡ ଆମେ କରିଥିଲେ। କି ବାରେ? ନା ଶନିବାର। ଶନିବାର ପଡିବ ବୋଲି କଣ ପ୍ରମାଣ ଅଛି? ନା ଶିବକଳ୍ପ ଶାସ୍ତ୍ରରେ ଲେଖିଛନ୍ତି ହେଲା। କଣ ଲେଖିଲେ? ନା କୃତିକା ରୋହିଣୀ ବାସରେ ମୀନ ଶନି ଯେତେବେଳରେ, କୃତିକା ରୋହିଣୀ ବାସ ଇଏ ହବ ଶନିବାର। କେମିତି ହବ ସେ ସୂତ୍ରଟା ତମକୁ କହିବି, କ୍ୟାମେରା ଆଗରେ କହିବି ନାହିଁ ହେଲା। ନଥିବ କାହାର ଜାତି କୂଳ, ଭୁଞ୍ଜିବେ ଗୋଟିଏ ପତ୍ରର, ସର୍ବେ ହୋଇବେ ଅବଧୂତ, ବାନା ଉଡ଼ିବ ତ୍ରିଜଗତ, ଆଗଉ ହୁଅ ସାବଧାନ, ଆତ୍ମଭୋକତି କର ଜ୍ଞାନ। ହେ ଭକ୍ତ ମାନେ ସଜାଗ ହେଇକି ରହିଥାଅ। କେ ରାମଦାସ କହୁଛନ୍ତି, କି ଅଚ୍ୟୁତ ମହାପୁରୁଷ। 52 ଅଙ୍କରେ ମୀନ ଶନି ଶନିବାର ପଡିବ, ସେ ସମୟରେ ଏଇ ଘଟଣା ମାନ ଘଟିବ। ଆଉ ବେଳଉ ଆଗରୁ ତମେ ଆତ୍ମା ଭକତି କର ଧ୍ୟାନ। ଆତ୍ମଜ୍ଞାନ ଶିଖ, ଅନୁଭବ କର, ଭକ୍ତି ଜ୍ଞାନକୁ ଅନୁଭବ କର, ବୁଝି ହଉଛି ନା, ଏବଂ ଜ୍ଞାନକୁ ଆହରଣ କର। ହେଲେ ସେତେବେଳେ ଗୋଟେ ଭୟଙ୍କରିଆ ଗୋଟେ କଣ ଘଟିବ। କଣ ଭୟଙ୍କର ଘଟିବ? ନା ବିରଜା ସ୍ଥାନ ଛାଡିଯିବ, ଦ୍ରୌପଦୀ ଖପର ବୁଲିବ। ଯୋଗମାୟା କଣ ହେବେ? ସ୍ଥାନ ଛାଡିବେ। କିଏ ସେ? ମା ବିରଜା। କୋଉ ବିରଜା? ନା ବରାହ ବିରଜା। ବିରଜା 3 ପ୍ରକାର ହେଲା। ବିରଞ୍ଚି ଯଜ୍ଞରୁ ଜାତ ହେଲେ ବିରଜା, ଦକ୍ଷକୁ ଯଜ୍ଞରୁ ଜାତ ହେଲେ ବିରଜା, ଦ୍ରୁପଦକ ଯଜ୍ଞରୁ ଜାତ ହେଲେ ବିରଜା।
ଜଣେ ଦ୍ରୌପଦୀ ଜଣେ ସତୀ ଆଉ ମା ବରାହ ବିରଜା ରହିଲେ ଜଗଦ୍ଧାତ୍ରୀ ଯାଜପୁରବାସୀ। କହିଲେ ଏ ଯୋଉ ଯାଜପୁରରେ ଯୋଉ ଅଛନ୍ତି ବରାହ ବିରଜା ଇଏ ସ୍ଥାନ ଛାଡିବେ କେତେବେଳେ ନା ବିନ ଶନି ଯେତେବେଳେ ଶନିବାରେ ପଡିବ, ସାବଧାନ ହେଇକି ରହିଥାଅ। ଏମିତି ଘଟଣା ଘଟିବ ଏଥକୁ ଆଶ୍ରା ନିରାକାର ଭଜତୁ ଶ୍ରୀହରି ପର। ଯଦି ତରିବ ତମେ ନିରାକାରକୁ ଟିକେ ଆଶ୍ରା କର ଏବଂ ଶ୍ରୀହରିଙ୍କ ପରେ ମନକୁ ନିବେଶ କର, ନହେଲେ ମୋ କୋଠା ମୋ ଘର ମୋ ଦ୍ୱାର ବୁଦ୍ଧି ଶିଖୁ ଥିବ ଜୟ ଜଗନ୍ନାଥ। ହରିନ କର ଲୋକ ହସା ଅଚ୍ୟୁତି କରିସି ଭରସା। ହେ ପ୍ରଭୁ ମତେ ତମେ ଲୋକ ହସା କରିବ ନାହିଁ, ଏ କଥା ମତେ କହିଛ ମୁଁ କହୁଛି, ତେଣୁ ଏ କଥା ଏମିତି ଅନ୍ୟଥା ନ ହୁଏ। ତାହେଲେ ଆହୁରି କଣ ଘଟିବ ଏ 2.5 ବର୍ଷରେ? ସେଇ ଶିବ କଳ୍ପରେ କହିଲେ ଛାୟା ସୁତ କୁମ୍ଭୁ ମିନକୁ ଯେତେବେଳେ ଆଗମ ଶୂନ୍ୟରୁ ନିଘାତ ଉଠିବ ପୂର୍ବ ପଶ୍ଚିମେ ଧ୍ୟାନ। ପୂର୍ବ ପଟେ ଆଉ ପଶ୍ଚିମ ପଟେ ଗୋଟେ କଣ କ୍ଷତି ଘଟିବ। ରୁଧିର ବୃଷ୍ଟି ଯେ ହୋଇବ ଦେବୀ ବନ୍ଧ ହୋଇବେ। ରୁଧିର ବୃଷ୍ଟି ହବ ମାନେ ସୂର୍ଯ୍ୟଙ୍କ କିରଣ ପ୍ରଖର ହବ। ବୁଝିପାରୁଛ ନା ବୁଝିପାରିଲ? ଏଠି ରକ୍ତ କଥା କହୁନାହାନ୍ତି, ମାନେ ସୂର୍ଯ୍ୟ ତାପ। ଦୁର୍ଗା ମହାମାୟୀ ସାକ୍ଷାତ ଖଣ୍ଡା ଧରି ନଥିବ, ବହୁତ ମଧ୍ୟ କଣ ହବ ସଂହାର ହବ। କିଳି କିଳା ନାଦ ଘୋଷଣା ଏହି ଦେଶରେ ହେବ, ମହାଘୋର କଳି ଲାଗିବ କେହି ଥୟ ନ ବୋଇବ। ମାନେ ଗୋଟେ ଭୟଙ୍କରିଆ କଣ ବିତିବାଦ ଘଟିବ। ଆବର ଏକଇ ଶବଦ ସିନ୍ଧୁ କୂଳେ ଉଠିବ, ପଶ୍ଚିମ ଦିଗରୁ ଶବଦ ଦିନୁ ଦିନୁ ଫେରିବ। ତେଣୁ ସମୁଦ୍ର କୂଳରେ ଗୋଟେ କଣ ଭୟଙ୍କର ଘଟଣା ଘଟିବ। ଜଗତ ଯାକ ଯେ ଜଗତ ଯାକ ଯେ ହୋଇବ ହେବ ଘୋର ପ୍ରମାଣ, ଏଣୁ କରି ଏହା କହୁଛି ଦିନ ଅଚ୍ୟୁତ ଶୁଣ। ତେଣୁ ଏଇ ଯୋଉ 2.5 ବର୍ଷ ଭୋଗ ହବ ଏଇଥିରେ ବହୁତ ସାବାଡ ହେଇ ଗର୍ଭନାଶନ ନର ହରି ଗର୍ଭ ନ ରଖନ୍ତି କାହାରି। ବୁଝି ହଉଛି? ବେଙ୍ଗ ସାରୁ ଗଛ ମୂଳେ ବଇଛି, ବୁଝି ହଉଛି? ସିଏ କହୁଛି ମୋଠୁ ବଢା କେହି ନାହାନ୍ତି। ଛୁଆ ଯାଇଛନ୍ତି ହାତୁକି ଦେଖି ଯାଇଛନ୍ତି, ହାତୀକି ଦେଖି ପଳେଇ ଆଇଲେ ନା, କାହା ଛୁଆ? ବେଙ୍ଗ ଛୁଆ। ହେଲା ବୋଉ ବୋଉ ଗୋଟେ ବଡ ଜୀବଟା ଦେଖିବୁ ନା, ସେ ଜୀବଟା କଣ ମୋଠୁ ବଡ ନା ହଁ ତୋଠୁ ବଡ। ବେଙ୍ଗ ସେଠି କଣ କଲା ଫୁଣିଲା ପେଟ, ଆଉ ଲାଷ୍ଟକୁ ଫାଟିଗଲା। ଆଉ ଇଏ ସେ ଏମିତି ବେଙ୍ଗ ଫୁଲିଲା ପରେ କଣ ଇଏ ସବୁ କଣ ହଉଛି ଠକିନି ହବ, ଯାହା ଘଟିବ ଅକସ୍ମାତ। ଏଥର ବୁଝିଲ ନା ବୁଝିପାରିଲ? ତେଣୁ ଜୟ ଜଗନ୍ନାଥ। ଏ ହଁ ପୁନର୍ବାର କହୁଛି, ଆମ ଏଇ ଚ୍ୟାନେଲ ଦେଖୁଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ଏତିକି ନିବେଦନ, ମାର୍ଚ୍ଚ 29 ତାରିଖକୁ ସଜାଗ ହେଇଯାଆନ୍ତୁ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦିକ ବାହାର ହରି ବୋଲ।